ସ୍ୱାଧୀନତା ଦିବସ ଭାଷଣ ମହାନୁଭବତାର ଏହି ମହାମଞ୍ଚ ଆୟୋଜିତ ଏହି ମହାନ ପର୍ବରେ ମଞ୍ଚାସୀନ ସଭାପତି ମହୋଦୟ, ଉପସ୍ଥିତ ମୁଖ୍ୟ ଅତିଥି ଏବଂ ଗୁରୁଜୀ ଗୁରୁମାଙ୍କୁ ଶତ ଶତ ପ୍ରଣାମ। ମଞ୍ଚ ସମ୍ମୁଖରେ ଉପସ୍ଥିତ ମୋର ସମସ୍ତ ଭାଇ ଭଉଣୀ ଏବଂ ସାଙ୍ଗସାଥିମାନଙ୍କୁ ମୁଁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି। 15 ଅଗଷ୍ଟ ଆମ ପାଇଁ ସବୁବେଳେ ଏକ ବିଶେଷ ଦିନ ଭାବେ ରହିଆସିଛି। ଏହି ଦିନ ଆମେ ଦେଶର ସମସ୍ତ ଗୌରବକୁ ସ୍ମରଣ କରିଥାଉ। ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ବଳିଦାନକୁ ମନେ ପକାଉ। ଭାରତର ସ୍ୱାଧୀନତା ଦିବସ କେବଳ ବ୍ରିଟିଶ ରାଜାଙ୍କ ବା ସରକାରଙ୍କ ଶାସନରୁ ଭାରତର ସ୍ୱାଧୀନତାକୁ ଚିହ୍ନିତ କରେ ନାହିଁ, ବରଂ ଏହା ମଧ୍ୟ ଏହି ଦେଶର ଶକ୍ତିକୁ ଦର୍ଶାଏ। ଏହି ଦେଶର ସମସ୍ତ ଲୋକଙ୍କୁ ଏକତ୍ରିତ କରି ଦେଶର ଶକ୍ତିକୁ ପ୍ରତିପାଦନ କରିଥାଏ। ବହୁ ବର୍ଷ ଧରି ବ୍ରିଟିଶମାନଙ୍କ ଦ୍ୱାରା ଦାସତ୍ୱ ଭୋଗିବା ପରେ ଦେଶ 15 ଅଗଷ୍ଟ 1947ରେ ସ୍ୱାଧୀନ ହେଲା। ବ୍ରିଟିଶମାନଙ୍କର ଅତ୍ୟାଚାରର ଶିକାର ହେବା ପରେ ନିଜର ସ୍ୱାଧୀନତା ପାଇଁ ଦେଶର ଅନେକ ବୀର ଯୋଦ୍ଧା ବଳିଦାନ ଦେଇଥିଲେ। ସେମାନଙ୍କ ବଳିଦାନ ହିଁ ଆମକୁ ସ୍ୱାଧୀନତା ଦେଇଛି। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ସେହି ସମସ୍ତ ଯୋଦ୍ଧାଙ୍କୁ ମନେ ପକାଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହରଲାଲ ନେହେରୁ, ଲାଲା ଲଜପତ ରାୟ, ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ ଏବଂ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ତ୍ୟାଗ ବଳରେ ଆମ ଭାରତ ଇଂରେଜ କବଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ହୋଇଥିଲା। ଏହାପରେ ଦେଶ ସମସ୍ତ କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ି ଚାଲିଛି। ଆଜି ସାରା ବିଶ୍ୱରେ ସୁପର ପାୱାର ହେବାକୁ ଯାଉଛି। ଭାରତର ସ୍ୱାଧୀନତା ପରେ ଆମେ ନିଜର ସମ୍ବିଧାନର ପ୍ରଚଳନ କରି ଏହାକୁ ଏକ ଗଣତନ୍ତ୍ର କରି ଦେଶକୁ ମଜବୁତ କରିଥିଲୁ, ଯାହା ଆଗରେ ସମଗ୍ର ବିଶ୍ୱ ଆଜି ନତମସ୍ତକ। ଆମର ଏହି ବହୁ ବିବିଧତାର ଦେଶ ଏବଂ ଆମର ଏକତା ଆମକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରେ। ଟେକ୍ନୋଲୋଜି ଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ଆମେ ଦୁନିଆର ଏକ ପ୍ରମୁଖ ଦେଶ ପାଲଟିଛୁ, କେବେ ପଛକୁ ଫେରି ଦେଖିନାହୁଁ। ଆଜି ଯେହେତୁ ଆମେ ସ୍ୱାଧୀନତା ଦିବସରେ ଆମ ଦେଶର ସମସ୍ତ ସଫଳତାକୁ ମନେ ପକାଉ, ଆସନ୍ତୁ ଆମର ବୀର ଯବାନମାନଙ୍କୁ ଭୁଲିଯିବା ନାହିଁ। ଆଜିର ଏହି 78ତମ ସ୍ୱାଧୀନତା ଦିବସରେ ଆମର ସାହସୀ ସୈନିକମାନଙ୍କୁ ଧନ୍ୟବାଦ ଦେବା, ତାଙ୍କ ପାଇଁ ଅଶ୍ରୁ ଟିକେ ଗଡ଼ାଇବା, ମନରେ ଅଫୁରନ୍ତ ଆନନ୍ଦ ଆଣି ସାହସର ବିପ୍ଳବକୁ ଉଜ୍ଜୀବିତ କରିବା। କାରଣ ସେମାନଙ୍କ ହେତୁ ଆମେ ଆମ ଦେଶରେ ଶାନ୍ତିରେ ରହିପାରୁଛୁ। ଶତ୍ରୁ ଆଗରେ ନିଜର ବୀରତ୍ୱ ଦେଖାଇ ଦେଶକୁ ସୁରକ୍ଷିତ ରଖିଛନ୍ତି ସେମାନେ। ସେହିପରି ଆମେ ମଧ୍ୟ ଆମ ଦେଶକୁ ମହାନ କରିବା ପାଇଁ ଜଣେ ସଚ୍ଚୋଟ ନାଗରିକ ଭାବରେ ଆମର କର୍ତ୍ତବ୍ୟ ପାଳନ କରିବାକୁ ଆଜି ପ୍ରତିଶ୍ରୁତି ନେବା। ଶେଷରେ ମୁଁ ପଦଟିଏ କହିବି, ଭାରତ ଆମ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼, ତାହାରି ଟେକ ରଖିବା ଆମେ ଆସୁ ବିପଦ ଝଡ଼। ମୋର ବକ୍ତବ୍ୟକୁ ଅତି ଯତ୍ନର ସହ ଶୁଣିଥିବାରୁ ମୁଁ ପୁଣି ଥରେ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଜୟ ହିନ୍ଦ।